এটা ମୁଁ ଭାବୁଛି ସର୍ବଶ୍ରେଷ୍ଠ ନିଷ୍ପତ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେଇଛନ୍ତି, ଆଦେଶ ଦେଇଛନ୍ତି, ଆମେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବା। ଦେଖନ୍ତୁ, ଆପଣ ଜାଣିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଷ୍ପତ୍ତି ହିଁ ସର୍ବଶ୍ରେଷ୍ଠ ନିଷ୍ପତ୍ତି। ଏ ନିଷ୍ପତ୍ତି ଯାହା ବି ଆସିଛି ନିମାପଡ଼ାବାସୀଙ୍କ ପାଇଁ। ଦେଖନ୍ତୁ, ଏ ତ ଦଳ କଥା ଆଜ୍ଞା, ସବୁ ତ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ସବୁ, ଏବଂ କୋଉଠି ନା କୋଉଠି ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା। ଆପଣ ଜାଣିଛନ୍ତି ମଇଁଷି ସିଂହ ଫଟା ଜୁଟିଲା ବେଳକୁ ଗୋଟା, ତେଣୁକରି ଶଙ୍ଖ ହିଁ ନାଦ ବାଜିବ ଏବଂ ତାକୁ ନିଷ୍ପତ୍ତିକି ସ୍ୱାଗତ କରି ଆମେ ବିଜୁ ଜନତା ଦଳ ସର୍ବାଧିକ ଭୋଟରେ ଉତ୍ତୀର୍ଣ୍ଣ କରାଇବା ନିମାପଡ଼ା ନିର୍ବାଚନ ମଣ୍ଡଳୀ। ଇଏ ହେଲା ଆମର ମୂଳ ଲକ୍ଷ୍ୟ। ଟିକେଟ ଡିକ୍ଲେୟାର ପରେ କୋଉଠି ସମାବେଶ କରିବେ ଏବଂ ଦଳ ବିରୋଧୀ କାମ ନାହିଁ। ଦେଖନ୍ତୁ, ବଡ଼ ଭାଇ ସମୀର ବାବୁ ଜଣେ ସାଂଗଠିକ କାର୍ଯ୍ୟକର୍ତ୍ତା, ଦୃଢ଼ ସଂଗଠିତ କହିଲେ ଅତ୍ୟୁକ୍ତି ହେବ ନାହିଁ ଏବଂ ତାଙ୍କର ନିଶ୍ଚିତ ଆଶୀର୍ବାଦ ରହିଛି, ଦଳ ପାଇଁ ଆଶୀର୍ବାଦ ଅଛି। ক্ষোভ ଥାଇପାରେ ମନ ଭିତରେ, କିନ୍ତୁ ଦଳକୁ ବିଚ୍ୟୁତ ନ କରିବା ପାଇଁ, ମାନେ ତାଙ୍କର ଯେଉଁ ବ୍ୟତିକ୍ରମ ନ କରିବା ପାଇଁ ତାଙ୍କ ମନ ଭିତରେ କନଫିଡେନ୍ସ ଅଛି ଏବଂ ଦଳ ନିଶ୍ଚିତ ଗୋଟିଏ ନିର୍ଦ୍ଦେଶ ଆସୁଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର, ତାକୁ ଆମେ ନଜର କରି କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର ସରସରେ ଆଗେଇ ଦେବା। ଆଶା କରୁଛୁ, ବିଶ୍ୱାସ କରୁଛୁ, ବଡ଼ ଭାଇ ସମୀର ଭାଇଙ୍କର ଯେଉଁ ଥିଲା ଗୋଟେ ক্ষোভ ପ୍ରକାଶ ଥିଲା, ଦଳ ଭିତର କଥା, ଦଳର ବାହାର କଥା ନୁହେଁ। ବୋଧ ହୁଏ ଆଗାମୀ ସମୟ ନିଶ୍ଚିନ୍ତ ଉଚ୍ଚକୋଟୀର ହେବ ଏବଂ ପ୍ରଶଂସନୀୟ ହେବ। ଶୁଭ ସଂଘ ହିଁ ଆରମ୍ଭ ହେବ ନିମାପଡ଼ା ନିର୍ବାଚନ ମଣ୍ଡଳୀ, ଆଉ ଗୋଟେ ସର୍ବଶ୍ରେଷ୍ଠ ନିର୍ବାଚନ ମଣ୍ଡଳୀ ପରିଗଣିତ ହେବ ସମଗ୍ର ଓଡ଼ିଶାବାସୀଙ୍କ ପାଖରେ। ଆଜି ହୋଇଥିବା ସମାବେଶରେ ସମୀର ଦାସ କହିଲେ ଦିଲ୍ଲୀପ ନାୟକକୁ କଣ୍ଡିସନ ରହିଥିଲା ଦିଲ୍ଲୀପ ନାୟକ ସହିତ ଯେ ସେ ଟିକେଟ ଦେବେନି କିନ୍ତୁ ଦଳରେ ରହିବେ, ସେଥିପାଇଁ ଆମେ ତାକୁ ଦଳରେ ସାମିଲ କରିଥିଲୁ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦିଲ୍ଲୀପ ନାୟକ ଟିକେଟ ନେବେ ଆଉ ଆମ ସହିତ କିଛି ଦୁଶ୍ମନୀ କାମ କରେ। କଣ କହିବେ? ଦେଖନ୍ତୁ, ଏ ନିଷ୍ପତ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର, ନବୀନ ବାବୁଙ୍କର। ଏ ନିଷ୍ପତ୍ତି ଦିଲ୍ଲୀପ ନାୟକଙ୍କର ନୁହେଁ। ମୁଁ ତ ଆଜି ଆସିଲି, ଦଳରେ ପ୍ରବେଶ କଲି, ଅତୀତରେ ଭାରତୀୟ ଜନତା ପାର୍ଟିରେ ଥିଲି, କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ସେଟା ସର୍ବଶ୍ରେଷ୍ଠ ନିଷ୍ପତ୍ତି, ଶେଷ ନିଷ୍ପତ୍ତି ଏବଂ ଆମେ ସମସ୍ତେ ତାଙ୍କ ନିଷ୍ପତ୍ତିକି ମାନିକରି ଆଗକୁ ବଢ଼ିବା। এই ନିମପଡ଼ାକୁ ସୁନ୍ଦର ସରସ୍ୱତୀ ତୋଳିବାକୁ ଆମେ ସମସ୍ତଙ୍କୁ ଆହ୍ୱାନ କରିବା ଏବଂ ଶଙ୍ଖନାଦକୁ ଆହୁରି ବଜେଇ କରି ଡବଲ ଶଙ୍ଖ ଡବଲ ଶଙ୍ଖ ଡବଲ ଶଙ୍ଖ କାର୍ଯ୍ୟକ୍ରମକୁ ପୁରା ତ୍ୱରାନ୍ୱିତ କରି ସମଗ୍ର ରାଜ୍ୟରେ ଦେଖାଇଦେବା। ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ଏବଂ ସମଗ୍ର ଭାରତବର୍ଷ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହେବ, ସେ ଆଶା ବିଶ୍ୱାସ ଆମ ନିମାପଡ଼ାବାସୀଙ୍କର ହିଁ ଅଛି।